ଧ୍ୟାନ ଦେଇ ଶୁଣନ୍ତୁ। ଓଡ଼ିଶାରେ ହାର୍ଟ ଆଟାକ୍ ଚାନ୍ସ 80% କମିଯିବ ଯଦି ଏହା ଆପଣ ଜାଣିଲେ ଆଉ ସେୟାର କଲେ, ତ ଆପଣଙ୍କୁ କେବେ ହାର୍ଟ ଆଟାକ୍ ହେବନି ଆଉ ଫ୍ୟୁଚରରେ କେବେ ହାର୍ଟ ଆଟାକ୍ ହେବନି। କାହିଁକି ଆମେ ଖାଲି ହାର୍ଟ ଆଟାକ୍ କାହିଁକି ହେବନି, କେଉଁ ମେଡ଼ିସିନ ଖାଇବା ସବୁ ଜାଣିଛେ, କିନ୍ତୁ ଏହି ଜିନିଷ କେଉଁ ଡକ୍ଟର ବି କହୁନାହାନ୍ତି କି ହାର୍ଟକୁ ଷ୍ଟ୍ରଙ୍ଗ କରିବା ପାଇଁ କ'ଣ କରାଯାଇପାରେ। ହାର୍ଟ କେଉଁ ଜିନିଷରେ କନେକ୍ଟେଡ଼ ଅଛି। ଆମ ଯଦି ଲାଇଫରେ ଗୋଟେ ଜିନିଷ ମିସିଂ ରହିଲା ତ ହାର୍ଟ କେବେ ଷ୍ଟ୍ରଙ୍ଗ ହେଇପାରୁନି, ତାହା ହେଲା ଡିସିପ୍ଲିନ୍। ଆଉ ସେକେଣ୍ଡ ଜିନିଷ ହେଲା 99% ଲୋକ ଯାହା କରୁଛନ୍ତି, ଯଦି ଆପଣ ସେମ୍ କଲେ ତ ହାର୍ଟ ଆଟାକ୍ ଚାନ୍ସ ବଢ଼ିଯିବ। 1% ଲୋକ ଯାହା କରନ୍ତି ତାହା କରନ୍ତୁ। 1% ଲୋକ କ'ଣ କରନ୍ତି, ଏକ୍ସରସାଇଜ୍ କରନ୍ତି। କିନ୍ତୁ ଏକ୍ସରସାଇଜ୍ କରିବା ପାଇଁ କ'ଣ ଦରକାର, ପୁରା ଭିଡ଼ିଓ ଦେଖିଲେ କହିବି, ଆଉ ସବସ୍କ୍ରାଇବ୍ କଲେ ସେୟାର କଲେ କହିବି, ଆଉ କମେଣ୍ଟ କରନ୍ତୁ ଆପଣ କ'ଣ ଜାଣିଛନ୍ତି ହାର୍ଟ ବିଷୟରେ। ହାର୍ଟ ଆଟାକ୍ କେମିତି ଆମେ ରୋକିପାରିବା, ଓଡ଼ିଶାରେ କମେଇ ପାରିବା ତା ପରସେଣ୍ଟେଜ୍। ତ 1% ଲୋକ ଡିସିପ୍ଲିନ୍ ରୁହନ୍ତି, 1% ଲୋକ ଏକ୍ସରସାଇଜ୍ କରନ୍ତି, 1% ଲୋକ ଡାଇଟ୍ ଭଲ ନିଅନ୍ତି, ଫିର୍ ବି ହାର୍ଟ ଆଟାକ୍ ହୁଏ। ତାର କାରଣ ହେଲା ଜେନେଟିକ୍, ଆଉ ବହୁତ ସାରା କାରଣ ଅଛି। କିନ୍ତୁ ଯଦି ଆମେ ହାର୍ଟକୁ ହେଲ୍ଦି ରଖିବାରେ ଫୋକସ୍ କରିବା, ତ ଯଦି ହାର୍ଟ ଆଟାକ୍ ଆସିଲା ବି ତ ସେତେ ଡ୍ୟାମେଜ୍ ହେବନି, ଆମେ ବଞ୍ଚି ଯାଇପାରିବା। ଆପଣ ଶୁଣିଥିବେ ଘରେ ଅଚାନକ ହାର୍ଟ ଆଟାକ୍ ଆସିଲା, ତାପରେ ସେ ଡେଥ୍ ହେଇଗଲା। କାରଣ ଡାଇବେଟିସ୍ ହେଇପାରେ, ଏକ୍ସେସିଭ୍ ଷ୍ଟ୍ରେସ୍ରେ ହେଇପାରେ, ବହୁତ ସାରା କାରଣ ଅଛି। କିନ୍ତୁ ସବୁ ଯାକ କରିବା ପାଇଁ ଆପଣଙ୍କୁ ଡିସିପ୍ଲିନ୍ ଦରକାର। ଡିସିପ୍ଲିନ୍କୁ ମାଷ୍ଟର କରନ୍ତୁ, ହାର୍ଟ ଆଟାକ୍ରୁ ବଞ୍ଚିପାରିବେ। ଡିସିପ୍ଲିନ୍ କ'ଣ, ଏକ୍ସରସାଇଜ୍ ରେଗୁଲାର କରିବା ପାଇଁ ଡିସିପ୍ଲିନ୍ ଦରକାର, କନସିଷ୍ଟେନ୍ସି ଦରକାର। ଏହାକୁ ମୋଟିଭେସନ୍ ଭିଡ଼ିଓ ଭାବନ୍ତୁନି, କିନ୍ତୁ ମୋଟିଭେସନ୍ ଦରକାର। ହାର୍ଟକୁ ହେଲ୍ଥ ରଖିବା ପାଇଁ ଡାଇଟ୍ ଫଲୋ କରିବା ପାଇଁ ବି ଡିସିପ୍ଲିନ୍ ଦରକାର, କନସିଷ୍ଟେନ୍ସି ଦରକାର। ଏ ଦୁଇଟା ଜିନିଷ ଆପଣ ଆଡ଼ିଲେ ତାପରେ ନେକ୍ସଟ ଷ୍ଟେପ୍ କହିବି କେମିତି ଆମେ ହାର୍ଟକୁ ହେଲ୍ଦି କରିବା, ତ ହାର୍ଟ ଆଟାକ୍ ଚାନ୍ସ କମିଯିବ। କାରଣ କ'ଣ, ହାର୍ଟ ଆଟାକ୍ କାହିଁକି ଅଛି, ତା ସିମ୍ପଟମ୍ କ'ଣ, ସବୁ ବିଷୟରେ ଜାଣିବା ପାଇଁ ସବସ୍କ୍ରାଇବ୍ କରନ୍ତୁ ଆଉ ସେୟାର କରିଦିଅନ୍ତୁ। ଏ ଭିଡ଼ିଓକୁ ବହୁତ ଜଣଙ୍କୁ ସେୟାର କରିବା ଦରକାର।